শিবির সীমা কাছে এলন যা তারা কি খসে চমকি গলে চক্র পানি হে আসিলে কারণ কৌস্তুভ ধারণ কনিষ্ঠ পাণ্ডবঙ্কু চাহিছে মন্ত্রী চাহি চাহি অঙ্গুলি রেখা চাহি চাহি কান্দি কহিলে নাহি নাহি কান্দি কহিলে নাহি নাহি বজ্র পড়ু बुढ़ारे महाभारत युद्ध 10 दिन है सरीगला 10 दिन है महाभारत युद्ध रे कौरव मानकर परास्त विजय दिने होनी नहीं केमिति हबो पापीरा का विजय केमिति हबो दुर्योधन दिने कांदिला मामू शकुनी पाखरे कला युद्ध करुची कोन एंती हारुथिबी बारंबार हारुथिबे मामा कौन उपाय करंतु न हला कदापि हेले जीवन रखिबिनी जितिबार भावधारा कोन मो हृदय नाई मु खाली हारुथिबी जने भल कवि की डाकुछ अच्छा बापा गण कवि वैष्णव पानी अच्छा अच्छा धाड़िए कलम करन दुर्योधन गुरु पाखे बसी कांदुची कला सरिली सरिली मामू सरिली सरिली हे वंश बैरी पंडु सुदे
হারিলে শিশিরে পঙ্কজ পরি হইলাম দশা মোহরি হইলে বাংলা বাড়ি হইলাম সাহারি এডে লোক খাই যাহা হারিলি হারিলি হে সারিলি সারিলি মামু সারিলি সারিলি হে বংশ ফেরি অন্তসুতে হারিলি হারিলি শকুনি বা ঘরে কান্দুছি দুর্যোধন দুর্যোধন ঠিক এତିକି ବେଳେ ହଁ ପାଣ୍ଡବ ମାନଙ୍କର ଶିବିର ଭିତରେ ଗୋଟେ ଲଞ୍ଜା ତାରା ପଡିଗଲା। ପଡ଼ିଗଲା ପଡ଼ିଗଲା ଲଞ୍ଚା ତାରା ଗୋଟେ ପଡିଲା। କଣ କଲେ କଣ ଭାବିଲେ? ହଁ କୃଷ୍ଣ ଆଉ ସହଦେବ ବସିଥାନ୍ତି। ଆଜ୍ଞା ଆଜ୍ଞା ଏ ଲଞ୍ଜା ତାରାଟା ଗଳି ପଡିଛି। ହଁ ହଁ କୃଷ୍ଣ ପଚାରିଲେ ସହଦେବ ପ୍ରଭୁ ଲଞ୍ଜା ତାରା ପଡିଲେ କଣ ହବ? ହଁ ନା ନିର୍ଘାତେ ଘୋର ବାତେ ଶଶୀ ଭବ ଭୁବନେ ମଣ୍ଡେ ତ୍ରିକୋଣ କୋଣେ ହେ ହେ জগদা হে ভূমিকম্প নিষিধনু উদিত দৃশ্যতে ধূমকেতু নদীয় বহন্তি দধি মধুরুধির পাংশু পাষাণ বৃষ্টি দেশে দেশে দুর্ভিক্ষ জনপদ মরণ চক্রবর্তী বিনাশ ସହଦେବ କହିଲା ପ୍ରଭୁ ନଷ୍ଟ ହେଇଗଲା। ନଷ୍ଟ ହେଇଯିବ, ବହୁତ କିଛି ଦୁଃଖ ପଡିବ। ଯୋଉ ଗାଁରେ ଆଜ୍ଞା ଯୋଉ ରାଜ୍ୟରେ ଲଞ୍ଜା ଦ୍ୱାରା ପଡେ ପଡେ ନିର୍ଘାତେ ଘୋରବାତେ ରବି ଶଶୀ ଗଗନେ ମଣ୍ଡଳେ ଚ ତ୍ରିକୋଣେ ଆଚ୍ଛା ସୂର୍ଯ୍ୟ ଚନ୍ଦ୍ର ତାରା ତ୍ରିକୋଣ ଗତିକି ଧାରଣ କରନ୍ତି। ଆଚ୍ଛା ଆଚ୍ଛା ଯୋଉଠି ଲଞ୍ଜା ଦ୍ୱାରା ପଡେ ସେଠି ଭୂମିକମ୍ପ ସୃଷ୍ଟି ହୁଏ। ବାସ୍ ଧୂମ କେତୁ ଗୁଡାକ ଗଳି ପଡନ୍ତି। ଆଚ୍ଛା ନଦୀ ବହନ୍ତି ଦଧି ମଧୁରୁଧିର ପାଂଶୁ ପାଷାଣ ବୃଷ୍ଟି ଆଜ୍ଞା 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 ପାଷାଣ ବୃଷ୍ଟି ହବରେ ସେଇ ଜାଗାରେ ଗୌଡିଆ ମାନଙ୍କର ଦହି ଗୁଡାକ ସବୁ ରୁଧିର ରକ୍ତ ହେଇଯିବ। ବିପଦ ସମ୍ମୁଖୀନ ଶୂନ୍ୟରୁ ପାଷାଣ ବୋଲେ ପଥର ବୃଷ୍ଟି ହବ। ପଥର ବୃଷ୍ଟି ହବ। ଲଞ୍ଜା ତାରା ପଡିଲେ ଦେଶ ଦେଶ ଭିତରେ ଦୁର୍ଭିକ୍ଷ ହବ। ଆଚ୍ଛା ଜନପଦ ମରଣ ଚକ୍ରବର୍ତ୍ତୀ ବିନାଶ ବାସ୍ ବୋଲେ ଯୋଉ ଦେଶରେ ଲଞ୍ଜା ତାରା ପଡିବ ଆଜ୍ଞା ଯୁଦ୍ଧ ନିଶ୍ଚିତ ହବ। ହବ ଆଉ ଆଉ ସେ ରାଜ୍ୟର ରାଜାର ପତନ ହବ ନହେଲେ ମରଣ ହବ। ମରଣ ହବ ଆଚ୍ଛା କି ଭଳିଆ ବିପଦ ଆସିକି ପହଞ୍ଚିବ ରେ ବୁପା। କଲା 71 ମସିହା ଦେଖ ହୋ ଲଞ୍ଜା ତାରା ପଡିଲା ପ୍ରତ୍ୟକ୍ଷ ଇନ୍ଦିରା ଗାନ୍ଧୀ ଯେ ସଫା କରିଦେଲା ପାକିସ୍ତାନକୁ ଅବଶ୍ୟ
তারা হইবে ভারতে সমর পরা মোদি ছাড়িবনি পাকিস্তান কুজে সফা করে দেব পরা লঞ্জা তারাটা পড়িলা হো বাবু লক্ষণ কুমার মোলা লঞ্জা দ্বারা পড়িবারু নওয়াজ শরীফি যে দেশরু গলা লঞ্জা দ্বারা যে সরফ রাষ্ট্রপতি হেলা মুশারফ লঞ্জা দ্বারা যোগু হীনগতি হেলা হেলা অଳପ ଆୟୁଷ ଏତେ ଭଲ ପାଆନ୍ତି ଦ୍ରୌପଦୀ କି କୃଷ୍ଣ ଠାକୁର କୁରୁ ସଭାରେ ଦୁଶାସନ ବିବସ୍ତ୍ର କରୁଛି ପ୍ରଭୁ ବସ୍ତ୍ର କାହିଁକି ଦେଉନାହାନ୍ତି ଆରେ ତାଙ୍କ ପାଖରେ ଭଲ ମନ୍ଦ କିଛି ନାହିଁ ରେ ରୁକ୍ମିଣୀ କହୁଛନ୍ତି ପ୍ରଭୁ କି ଅବସ୍ଥା ଭୋଗୁଛନ୍ତି ଦିଅ ବସ୍ତ୍ର ନା ନାଇଁ ସେ ନିଜେ ନିଜକୁ ରକ୍ଷା କରିପାରିବେ ବୋଲି ଯେହେତୁ ବସ୍ତ୍ରକୁ ହାତରେ ଧରିଛନ୍ତି ମୋ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଆସିନି ରୁକ୍ମିଣୀ ଯେତେବେଳେ ନିରାଶ ହେଲେ ଦ୍ରୌପଦୀ ଜାଣିଲେ ଦୁଃସା କବଳରୁ ମୁଁ ନିଜେ ନିଜକୁ ରକ୍ଷା କରିପାରିବିନି ଉପରକୁ ହାତ ଟେକି ଦେଲେ ଗୋଟିଏ ପଦ ଗାଉଛି ଗାୟକ ବାଣୀ ବିଭୂଷଣ ଅର୍ଜୁନ ଦାସ ଜାଣିଲେ ଦ୍ରୌପଦୀ ମୋର ଆଉ ସାମର୍ଥ୍ୟ ନାହିଁ ମୁଁ ଦୁଃସା ସହିତ ବାହୁବନ୍ଧନରେ ବସ୍ତ୍ରକୁ ରଖି ପାରିବିନି ସମର୍ପି ଦେଲେ ଶରୀରକୁ କହିଲେ ପ୍ରଭୁ ये शरीर तोर ये सानु जौवन तोर ये द्रौपदी भी तो कला ये भासिली ऊपर को हाथ टेकी दे द्रौपदी डाकिले कालिया मु भासिली भव विश्व
ଦ୍ରୌପଦୀ ଯେତେବେଳେ ଆତ୍ମସମର୍ପଣ କରିଦେଲେ ସେ ନିଜେ କୁରୁସଭାରେ ଅଛନ୍ତି କି ନାହିଁ, ଦୁଷା ବିବସ୍ତ୍ର କରୁଛି କି ନାହିଁ, ସବୁ ଭୁଲିଗଲେ। ସେ କଣ ଚିନ୍ତା କଲେ ଜାଣିଛୁ? ଯେମିତି ସତୀକି ତାଙ୍କର ଇଏ ନଶ୍ୱର ଶରୀର, କଣ ଭଙ୍ଗୁର ଶରୀର ପ୍ରଭୁଙ୍କ ସତ୍ତାରେ ମିଶି ଯାଇଛି। କେତେବେଳେ ପ୍ରଭୁ କୋଟି ବସ୍ତ୍ର ଦେଇଛନ୍ତି, ବସ୍ତ୍ରକୁ ଭିଡ଼ି ଭିଡ଼ି ଦୁର୍ବାର ଦୁଃଶାସନ ଥକି ପଡ଼ିଛି। ଶାନ୍ତ ହେଇଯାଇଛି ପୃଥିବୀ ସତ। ଅଶାନ୍ତ ଯୋଗ ମାୟା, ଅଶାନ୍ତ ଯୋଗ ମାୟା, ଆଖିରୁ ନିଆଁ ବାହାରୁଛି। ମୁଁ କହିଥିଲି ଆପଣଙ୍କୁ ସତ୍ୟ ଯୁଗରେ କାଲି ଯେମିତି ଗୋଟେ ମୂର୍ଖଙ୍କ ଭଳିଆ କହୁଥାନ୍ତି ଆକାଶରୁ ଜନ୍ମ ଦୁର୍ଗା, ଦୁର୍ଗାଙ୍କର ଜନ୍ମ ଅଗ୍ନିରୁ ନି ଆଜ୍ଞା ନା ଆକାଶରୁ। ମୋ ଅନୁଷ୍ଠାନ ହେଇଥିଲେ ମୁଁ ତାଙ୍କୁ ବାହାର କରିକି ଅଲଗା ଗାୟକ ଆଣନ୍ତିନି। ଆଜି ସ୍କୁଲ ବନ୍ଦ କରି ରହିଛନ୍ତି କଙ୍କଡା ଖାଇବେ। ଆରେ ଇଏ ତ ଭଲ। ଆଜି ଗୋଟେ ଶୁକ୍ରବାର, କେତେ ପିଲାଙ୍କ ଜୀବନକୁ ତୁମେ ନଷ୍ଟ କଲ। ଆଜି କ୍ଲାସ ମିସ୍ କଲେ ନା ନାଇଁ? ସେଠି ଟଙ୍କା ପାଇବ, ସେଠି ଟଙ୍କା ପାଇବେ, ଏଠି ଟଙ୍କା ପାଇଲ, ଟଙ୍କା ପାଇବେ, କଙ୍କଡା ଆଉ ଖଙ୍ଗା ମାଛ ମାଗଣାରେ ଖାଇବେ। ଦେଖୁନା କି କଥା। ମତେ କହୁଛନ୍ତି ଭାଇନା କେତେ ଟଙ୍କା ହେଲା? ମୁଁ କହିଲି ଯୋଉ ଦିନ ପାଲା ଭଲ ହବ ସେଦିନ ପ୍ରାଇଜ ମିଳିବନି। ଯୋଉ ଯାତ୍ରା ପାର୍ଟି ଭଲ ଆସିବ ସହରକୁ, ଚାହା ଦୋକାନୀ ଭେଳା ବୁଲିଲା, ଆଉ ସବୁ ଲୋକ ତ ଯାତ୍ରା ଦେଖିବେ, ଚା କେତେବେଳେ ପିଇବେ? ଇଏ ଗେଡୁଆ ବିଆଳି ମାଗୁଣି ଇଆଡେ ଆଜ୍ଞା ଆଜ୍ଞା ସାରି ଯାଇ ତାଙ୍କ ବସା ଘରେ ପହୁଛି। ଶୁଣୁ, କୋଟି ବସ୍ତ୍ର ପ୍ରଭୁ ଦେଲେ, ଆଖିରୁ ଯୋଉ ଅନଳ ଜଳେଇଗଲା, କୁରୁ ବଂଶର ନାରୀ ମାନେ ଉଲଗ୍ନ ହେଇକି ନାଚିଲେ। ସତ୍ୟ ଯୁଗରେ ହଉଛନ୍ତି ଦୁର୍ଗା ଅଗ୍ନିଭୂତରୁ, ତ୍ରେତା ଯୁଗରେ ପୃଥିବୀ ଭୂତରୁ ସୀତା, ସୀତା ଉଲଗ୍ନ ହେଇଥିଲେ ମତେ ଆଉ ବେଳ ନାହିଁ। ଦ୍ୱାପର ଯୁଗରେ ଦ୍ରୌପଦୀ, କଳି ଯୁଗରେ ଗୋଟିଏ ଅଜନି ସମ୍ଭୂତା ନାରୀ କୋଉ ଜାଗାରେ ଅଛନ୍ତି, କୋଉ ଦିନ କେତେବେଳେ ତାଙ୍କ ଦେହରୁ ବସ୍ତ୍ର ଖସିବ, ବିଶ୍ୱ ହବ ପ୍ରଳୟ, ତାକୁ ଦେଖିବା। ଇଏ ଯୋଉ ଅଷ୍ଟବସୁ ବାଳଖିଲ ଋଷିଙ୍କି ଦେଖି ନିନ୍ଦା କରିବାରୁ ଅଭିଶାପ ପାଇଥିଲେ, ଜନ୍ମ ନେଲେ 7 ଜଣ ନିନ୍ଦା କରିଥିଲେ, ଜଣେ ନିନ୍ଦା କରିନଥିଲେ। ସେ ଜଣକ ହେଲେ ଭୀଷ୍ମ। କଣ ପୁଅ ବୁଝୁଛୁ? ଇଏ ଅଷ୍ଟବସୁ। ଆଉ ପଚାରିଥିଲେ ଅକ୍ଷଣିକ କେତେ? ଅକ୍ଷଣିକ ହଉଛି 2,01,09,350 ପଦାତିକ। ପୁଅ 21,65,610 କଣ ଅଶ୍ୱାରୋହୀ, ଆଉ 21,870 ଗଜାରୋହୀ, 21,870 ରଥାର। ସମୁଦାୟ ହିସାବ କରିଦେଲେ ହବ 2,18,700। 2,18,700। ଏଗୁଡ଼ା ସବୁ ମାନସାଙ୍କ। ଯଦି ଗାୟକର ମନେ ନାହିଁ, କଣ ନେଟରେ ନାହିଁ, ଛକିନି ସେଇଠି ତୁ କହିଲା ମୁଁ ମାରିଦିଏ ଦେଖିଦବୁ। ଏମିତି ପ୍ରଶ୍ନ ପଚାରିବ, ସେ ତାର ଲେଖିକି ଆଣିଛି ନା, ମୁଁ କଣ ଲେଖି ଆଣିବି? ସେ ଦେଖିବେନି, ମୁଁ କଣ କହିଦେବିନି? କାଳେ ଗାୟକଙ୍କର ଭୁଲ ହବ ବୋଲି ସେ ଲେଖିକି ଆଣିଛି, ତାର ଲେଖାରେ କଣ ମାମଲା ଅଛି? ତେଣୁ ମୋ କହିବାର ତାତ୍ପର୍ଯ୍ୟ, ଗାୟକ ପ୍ରବୀର, ପ୍ରବର କହିଲେ ଗୋତ୍ର ପ୍ରବର। ଆପଣଙ୍କର ଗୋତ୍ର ଭରଦ୍ୱାଜ କି ମୋ ଗୋତ୍ର ନାଗ, ନାଗ କହିଲେ ନାଗ ସାପ, ଆମେ ନାଗ ଋଷି ବଂଶଧର। ବିବାହ ଘରରେ ଗୋତ୍ର ପ୍ରବର ଉଚ୍ଚାରଣ ହୁଏ, ହେଉଛି ପ୍ରବୀର। ପ୍ର ଉପସର୍ଗ ବୀର ହେଲା, ପ୍ରବୀର ବିଶେଷ ଭାବରେ ବୀର ଗାଇବା ଭିତରେ। ତେଣୁ ଆମର ସ୍ତ୍ରୀ କି ବୀର, ଆମେ କଣ, ଇଏ ଯେତେ ସବୁ ଡେଜିନେସନ
ଆମେ ନିଜେ ମନକୁ କରିଛୁ କି କୋଉ ଅନୁଷ୍ଠାନ ଦେଇଛି, କୋଉ ରେଭେନ୍ସା ଡାକିছে ନା କାହାକୁ ଦେଇଛି? ଗାୟକ ନୃସିଂହତା ମୁଁ ଯୁବ ସମ୍ରାଟ କିଏ ଦେଇଛି? କେବଳ ଇଏ ରେଭେନ୍ସା କଲେଜରେ ସେ ଏନଜିଓ ସଂସ୍ଥାର ଗୋଟିଏ ପାଲା ହଉଥିଲା, ଏଠିକି ବାହାରକୁ କଣ ଯାଉଥିଲା ତାର ନେଟରେ ଛାଡୁଥିଲେ ପ୍ରଫୁଲ୍ଲ ପାଠାଗାର, ସେଇ ପାଇଥିଲା କିଏ? ସେ ନା ପ୍ରଭାତ ସାହୁ ଗାୟକ ରତ୍ନ। ତା ପୁଣି ଗଭର୍ଣ୍ଣମେଣ୍ଟର ନୁହଁ, ତା ଏକ ଏନଜିଓ ସଂସ୍ଥା କରିଥିଲା। ସେ ନେଟରେ ଛାଡୁଥିଲା, ସେଠୁ କିଛି ତାଙ୍କର ଯୋଗାଯୋଗ ଥିଲା। ଆଗରୁ ରେଭେନ୍ସା ଦଉଥିଲା, ରେଭେନ୍ସା ୟୁନିଭର୍ସିଟି କୁଳପତି ମାନେ ବସୁଥିଲେ। ଏମାନେ ସବୁ ଯିଏ ଗାୟକ ଶେଖର ଏସବୁ ପାଇଛନ୍ତି ହେଲା। ଏବେ ଅନୁଷ୍ଠାନ ମାନେ ଖୋଜୁଛନ୍ତି ଆମେ ଗୋଟେ, ଏବେ ତ ବିଲକୁଲ ଡିମ୍ବ ନ ଫୁଟୁଣୁ ଆଗ ଡେଜିନେସନ। ଠିକ କହୁଛି ନା ଭୁଲ କହୁଛି? ହେଲେ ବାପା ସିଠି ମାମଲା ନାହିଁ, ଏଇଠି ପରୀକ୍ଷା ଦବ, ଏଇଠି ଖାତା ଦେଖା, ଏଇଠି ସାଙ୍ଗେ ସାଙ୍ଗେ ମାର୍କ ହେଲା। କଣ ବୁଝୁଛନ୍ତି? ତେଣୁ ମୁଁ କହିବାର ତାତ୍ପର୍ଯ୍ୟ ୟାର ଆହୁରି ଗୋଟେ କଥା ଅଛି। ଗୋଟେ ଅକ୍ଷୁଣୀର ହିସାବ ଯେମିତି ଆମର 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ଠାରୁ ଆରମ୍ଭ କରି ଶେଷର ପରାର୍ଧ ପର୍ଯ୍ୟନ୍ତ ଅଛି, ତାର ହସି ହେଉଛି ଚନୁ, ଏମିତି ସବୁ ଭିନ୍ନ ଭିନ୍ନ ପ୍ରକାର ଅଛି। ତାକୁ ଯଦି ଦେଖେଇ ଦେଇ ପାରିଥାନ୍ତ ମୁଁ ଜାଣିଥାନ୍ତି ଠିକ। ତୁମେ ଗାୟକ ହେଇଛ କହିବ ଯେ ପ୍ରକୃତରେ ବସୁଧା ଭଗବାନଙ୍କର ସ୍ତ୍ରୀ ନୁହଁ, ଏଟା ଭୁଲ କଥା। 9ଟା ପୁଅ ପଚାରିଥିଲି ବିଶ୍ୱକର୍ମାଙ୍କର, କିଛି କହିଛନ୍ତି ଆଉ କହିନାହାନ୍ତି ତ ଆସିଛ କୁଆଡେ? ତାହେଲେ ସାଧୁବାଦ ଦଉଛି, ତାହେଲେ ଏଇଠି ସାଧୁବାଦ ଦଉଛି ହେଲା। ସାଧୁବାଦ ଦଉଛି, ତାପରେ ଆଉ ଗୋଟେ କଥା କହୁଛି। ବସା ଘରେ କହିବି ନା ଏଇଠି କହିଦେବି? ମୁଁ ତ ଖୋଲା ଲୋକ। ସବୁ ଗାୟକ ସବୁ କଥା ଜାଣିନଥାନ୍ତି। ଯୋଉ କଥାଟା ନ ଜାଣିଥିବ ତାକୁ ବିଲକୁଲ ଆଲୋଚନା କରିବନି, ତାକୁ ଥାପେଡେଇ ଦବ। ଏଇଟା ହଉଛି କଥା। କିନ୍ତୁ ତୁମକୁ ମୁଁ ସାଧୁବାଦ ଦଉଛି, ତୁମେ ସ୍ୱୀକାର କରିଛ ଯେ ମୁଁ ପରବର୍ତ୍ତୀ ସମୟରେ କହିବି। ମୁଁ ଝିଅ ନାଁ କହିଦଉଛି। ଝିଅର ନାମ ହଉଛି ସଂଜ୍ଞା। ସୂର୍ଯ୍ୟ ସୂର୍ଯ୍ୟଦେବଙ୍କୁ ବିବାହିତ। ବିଶ୍ୱକର୍ମାଙ୍କ ଝିଅ ନାମ ହଉଛି ସଂଜ୍ଞା। କହିବା କାଲି ପ୍ରଥମ ଥାକରେ ଅନ୍ୟମାନେ ସବୁ ଥିବେ, ଖାଲି ଆପଣ ନୁହଁ, ଅନ୍ୟମାନେ କିଏ ପଚାରୁଛନ୍ତି? 9 ଜଣ ପୁଅ ସମସ୍ତେ, ମୁଁ କଣ ସବୁ ବିଷୟରେ ଜାଣିଛି? ପାଲା ହଉଛି ଗୋଟେ ଚାଲାକ କାମ, କିନ୍ତୁ ଏଇଆ କୌଶଳ ନ ଜାଣିଲେ ପାଲା ଗାଇ ପାରିବନି। ନିରଞ୍ଜନ ପଣ୍ଡା ପ୍ରଫେସର ଅଧ୍ୟାପକ କୋଉଠି? ରେଭେନ୍ସାରେ। ସେ ଇଂଲଣ୍ଡୀୟ ବେଶୀ ଭାଷା ଜାଣିଛନ୍ତି, ସାହିତ୍ୟ ଜାଣିଛନ୍ତି ନା ଜଗନ୍ନାଥ ବେହେରା ଜାଣିଛନ୍ତି? ଜଗନ୍ନାଥ ବେହେରାଙ୍କର ସ୍ପିକିଂ ପାୱାର ବହୁତ। ତେଣୁକରି ସେ ଯାଇକି ଦିଲ୍ଲୀ ରାଷ୍ଟ୍ରପତି ଭବନରେ, ଭଗବାନ ସମସ୍ତଙ୍କୁ ସମାନ ଦେଇନି, ଗୁଣ ସମସ୍ତଙ୍କର ସମାନ ନାହିଁ। ସୃଷ୍ଟିର ଉଦ୍ଦେଶ୍ୟରେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଭିନ୍ନ ଭିନ୍ନ ହେଲା। ସେତିକି ନୁହଁ, ତୁମକୁ ଆଉ ପଚାରିଥିଲି, କାଲି ତୁମେ ବାହାଦୁରୀ ଦେଖେଇଲ, ମୁଁ ଭାଇନାର ସବୁ ପ୍ରଶ୍ନ କହିଥିଲି। ଯଦି ଜଗାଇ ମାଧାଇ ଭୁଲ, ତାକୁ କ୍ଲାରିଫାଇ କଲନି, ଠିକ କଲନି? କଳିଯୁଗରେ କିଏ କହିଲ? ଆମେ ଜାଣିଥାନ୍ତୁ। ସେତିକି ନୁହଁ, ମୁଁ କହିଥିଲି ଶିବ ବାସୁକି କି ଗଳାରେ ଲମ୍ବାନ୍ତି କି ଅନନ୍ତ, କିଛି କହିଛନ୍ତି? କିଛି କହିନାହାନ୍ତି। ଆଉ ବାହାଦୁରୀ କାହିଁକି? ତା ମାନେ ମୁଁ ଯାହା ପଚାରିଲି ତୁମେ କିଛି, ତୁମେ ଯାହା ପଚାରିଛ ମୁଁ କହିଛି, ଯଦି ଭୁଲ ଥିବ ତାକୁ ପର୍ଯ୍ୟାଲୋଚନା କରିବ। ଇଏ ହେଲେ ଅଷ୍ଟବସୁ ଋଷିଙ୍କ ଅଭିଶାପରେ ଏହା ବୁଝୁଛୁ? ଇଏ 7 ଜଣ ନିନ୍ଦା କଲେ, ଭୀଷ୍ମଦେବ ନିନ୍ଦା କରି ନଥିଲେ ବୋଲି ଋଷି ମୁନି ମାନଙ୍କର ପୂଜ୍ୟ ପୂଜାରେ ଯିଏ ବ୍ୟତିକ୍ରମ କରିଛନ୍ତି, କୃଷ୍ଣ ପିଲାମାନେ ତ ଥୟ ପଡିନାହାନ୍ତି, କରିଛନ୍ତି। ସାରକୁ ଯିବି ନାହିଁ। ଆଉ ରହିଗଲା କଂସ ଦୟାରୁ କେମିତି କୃଷ୍ଣ ଜନ୍ମ।
ତାଙ୍କର ନାଁ ହବ ଶିବ ଗୁରୁବା ଅଷ୍ଟବସୁଙ୍କ ନାଁ ହବ। ସିଏ ନାଁ ହେଇଥିଲେ କହୁନା ଆପଣଙ୍କର ଯୋଉ 6 ଜଣ ଯୋଉ ପିଲା ଦେବକୀର ତାର ନାମ ଅଛି। ଆମର ସଂସ୍କୃତ ମହାଭାରତରେ ନାହିଁ, ଆଉ କୋଉ ମହାଭାରତରେ ଥାଇପାରେ ଆଜ୍ଞା ନାମ ନାମ। ଆଚ୍ଛା ଶୁଣନ୍ତୁ, ଆପଣଙ୍କର ଗୋଟେ ନାତି ହବ, କେତେ ଦିନ ପରେ ନାଁ ଦେବେ? ଆଉ ସେ ତ 21 ଦିନ ହେଇନି ନାଁ କୋଉଠୁ ଆଇଲା? ଏ ସବୁ ଦେଢ଼ଚାଲାଖିଆ କଥା, ମନଗଢା। ନା ଗୋଟେ ସଂସ୍କାର ଅଛି। ମଣିଷ ମାତୃଗର୍ଭ ଠାରୁ ମଶାଣିକି ଯିବା ଯାଏ 16ଟା ସଂସ୍କାର। ପୁଂସବନ କ୍ରିୟା କଣ? ଗର୍ଭାଧାନ କର୍ମ ଠାରୁ ଆରମ୍ଭ କରି ଧାନକୁ ଚିହ୍ନିବା ପାଇଁ ଚାଷୀ ଦେଇଛି ନା, ମାଛକୁ ଚିହ୍ନିବା ପାଇଁ କୈବର୍ତ୍ତ ଦେଇଛି ନା। ତେଣୁ ଆମକୁ ଚିହ୍ନିବା ପାଇଁ ନାଁ ଦିଆଯାଇଛି। ଆଉ ତାକୁ ତ ଚିହ୍ନିବା ଯାଏ ବେଳ ହେଲା ନାହିଁ। ସେ ତ ଯେମିତି ଜନ୍ମ କଲା ତାକୁ ନେଇ ବୁଡେଇ ମାଇଲା। ସେ ମତେ ଯଦି ପଚାରିଥାନ୍ତେ ଅଷ୍ଟବସୁଙ୍କ ନାଁ କଣ, ମୁଁ କହିଥାନ୍ତି। ସେ ତ ମତେ ପଚାରି ନାହାନ୍ତି, ମୁଁ କାହିଁ କହିବି? ସେ ଠକିନି ଟିପି ନବା ଖାଲି ଅଷ୍ଟବସୁ ବୋଲି ଜାଣିଥା। ଆଉ ସିଆଡକୁ ଯିବିନି। କାଲି ବି ଆଉ ପ୍ରଶ୍ନ ପଚାରିବା କିଛି ବନ୍ଧୁ ମିଳନ କଣ, ଉତ୍ତର ତ କିଛି ମିଳୁନି। ଆଉ କାଲି ସମୟ ମିଳିଲେ ସେ 9 ଜଣ ପୁଅ କଥା କହିବା, କେମିତି ଭିନ୍ନ ଭିନ୍ନ 9ଟି ସମ୍ପ୍ରଦାୟ ହେଇଛି, ସେ ତାଙ୍କର ଇଷ୍ଟ ହେଇଛନ୍ତି। ଏମିତି କଂସଦାୟରୁ କୃଷ୍ଣଙ୍କର ଜନ୍ମ। ରାବଣ ଦୟା କରିବାରୁ ରାମ ରାବଣକୁ ମାରିଲେ, ସେ ସ୍ୱତନ୍ତ୍ର ଧାରା। ଆଉ କୌରବ ପାଣ୍ଡବ ମାନଙ୍କର କୌରବଙ୍କ ସପକ୍ଷରେ କାହିଁକି ଦୁର୍ଯ୍ୟୋଧନ ସପକ୍ଷରେ ଦ୍ରୋଣ ଭୀଷ୍ମ ଯୁଦ୍ଧ କଲେ? ସେତିକି ନୁହଁ, ଗେଡୁଆ ବ୍ରାହ୍ମଣ ମାନଙ୍କୁ ବିଦ୍ୟା ଶିକ୍ଷା ଦେବେ, କ୍ଷତ୍ରିୟ ମାନଙ୍କୁ ଶିକ୍ଷା ଦେବେ ନାହିଁ ବୋଲି ଯମଦଗ୍ନି ନନ୍ଦନ ରେଣୁକ ପୁତ୍ର ସତ୍ୟ କଲା ବେଳେ ଏଠି କପଟ କରି କର୍ଣ୍ଣ ରାଧେୟ କୌନ୍ତେୟ ଯେତେବେଳେ ଶିକ୍ଷା ଗ୍ରହଣ କଲେ ଅଭିଶାପଗ୍ରସ୍ତ ହେଲା ବେଳେ ସେଇ କ୍ଷତ୍ରିୟ କୁଳର ଚୂଡ଼ାମଣି ଦେବବ୍ରତ ଭୀଷ୍ମ, ଗଙ୍ଗା ନନ୍ଦନ ଭୀଷ୍ମ, ଶାନ୍ତନୁ ତନୁଜ ଭୀଷ୍ମ, ସେ କିପରି ପରଶୁରାମଙ୍କ ଠାରୁ ବିଦ୍ୟା ଶିକ୍ଷା କଲେ? ଗୋଟାଏ ଉତ୍ତର ଲମ୍ବୋଦର ବାବୁ ଦେଇପାରିବେ। ସେ ତ କ୍ଷତ୍ରିୟ ବୋଲି ତାଙ୍କୁ ଘୃଣା କଲେ, ଆଙ୍କୁ କେମିତି ବିଦ୍ୟା ଦେଲେ? ଏ ହଉଛି ପାଲାର ତର୍ଜମା। ଆଉ ଦ୍ରୌପଦୀ ଯଦି ସତୀ ହେଇଥାଏ, ତା ପଛରେ ହାତ ଅଛି ଦୁର୍ଯ୍ୟୋଧନର ପ୍ରଶସ୍ତ ହାତ। ସେ ବିବସ୍ତ୍ର କରିବାରୁ, କୁହନ୍ତୁ ଆପଣ ମୁକ୍ତ କଣ୍ଠରେ, ଆପଣ ତ ପାଲା ପ୍ରେମୀ, ଦ୍ରୌପଦୀ କି ବିବସ୍ତ୍ର କରିବାରୁ ଭଗବାନ କୋଟି ବସ୍ତ୍ର ଦବାରୁ ଲୋକ କହିଲେ 5 ପତି ଗ୍ରହଣ କଲେ ବି ସୁଦ୍ଧା ଇଏ ସତୀ। ଆଜ୍ଞା ନାଇଁ, ଇଏ ଇନ୍ଦ୍ର ସହିତ ପ୍ରୀତି କଲେ ବି ସୁଦ୍ଧା ଭଗବାନଙ୍କର ସ୍ପର୍ଶ ଆସିଲା, ସେ ପାଇଲେ ମୁକ୍ତି। ଏମିତି ଗୋଟି କି ସେ ସବୁ ବୁଝା ହେଇକା ଯିବ। ଆଉ ସାଡକୁ ଯିବାନି। କହିଲା ଏହି ଠାରୁ ଦାସ ପୁଅ ମାଗୁଛି ବିଦାୟ, ଆପଣ ମାନଙ୍କୁ ଦୟା କରିଥିବେ। ଗଲା ବେଳେ ନନା ପୁଅ କରୁଅଛି, ମା ଗୋ ଭଉଣୀ ମାନେ ହରିବୋଲ ସଙ୍ଗ ପରେ ଦିନ ଜନ ଶରଣ ରକ୍ଷଣ ସର୍ବେ ଆନନ୍ଦ। କହ ଦୁନିଆରେ କିଏ ମା ସୀମା ବଡ଼ ପିତା ସତ କହ ତମ ମା କିଏ? ମୋ ମା ମତ୍ସ୍ୟଗନ୍ଧା ସତ୍ୟବତୀ ନୁହରେ। ମୋ ମା ଜଗତରେ ଭଳିଆ କା ମା ନାହିଁ ଯିଏ ମୋ ମା ହେଇପାରିବ। ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ମା କହୁଥିବ ଖା ଖା, ମା କହୁଥିବ ଖା ଖା, ମା କହୁଥିବ ଖା ଖା, ମା କହୁଥିବ ଖା ଖା। ଭାରି ଯାକୁ ଥରେ ଖାଇବା ମାଗିଲେ, ଭାରି ଯାକୁ ଥରେ ଖାଇବା
ଅର୍ଜୁନ ମା ବୋଲି ଯେଉଁ ଡାଟି ବାଛିଲା ସତେରେ କିଏ ବାଛିଲା ସତେ କୋଳି ଆଉ ମଧୁର କେତେ ନ ଲାଗେ ମତେ। କହନ୍ତୁ ପିତାମହ ଆପଣଙ୍କ ମା କିଏ? ନା ମୋ ମା ସ୍ୱର୍ଗରେ ରହେ, ମର୍ତ୍ତ୍ୟରେ ରହେ, ପାତାଳରେ ରହେ। ମା ଏମିତିଆ କାର ଅଛି? ଜଣଙ୍କ ମା ଯଦି ରହିବ ସ୍ୱର୍ଗରେ, ଯଦି ରହିବ ମର୍ତ୍ତ୍ୟରେ, ଯଦି ରହିବ ପାତାଳରେ। ମୋ ମା ସ୍ୱର୍ଗରେ ରହେ, ମର୍ତ୍ତ୍ୟରେ ରହେ, ପାତାଳରେ ରହେ। ସ୍ୱର୍ଗରେ ଗୋଟେ ନା, ମର୍ତ୍ତ୍ୟରେ ଗୋଟେ ନା, ପାତାଳରେ ଗୋଟେ ନା। ମୋ ମା ନା ଜାଣିଛୁ? ଶଙ୍କରାଚାର୍ଯ୍ୟ। ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ, ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ, ତ୍ରିଭୁବନ ତାରିଣୀ ତରଳ ତରଙ୍ଗେ, ତ୍ରିଭୁବନ ତାରିଣୀ ତରଳ ତରଙ୍ଗେ। ସର୍ବୋପରି ଯିଏ ଦେବଦେବ ମହାଦେବ ତା ମୁଣ୍ଡ ଉପରେ ବସେ ମୋ ମା। देवी सुरेश्वरी भगवती गंगे, देवी सुरेश्वरी भगवती गंगे, त्रिभुवन तारी तरल तरंगे, त्रिभुवन तारी तरल तरंगे। शंकर मौली बिहारी निर्मले, शंकर मौली बिहारी निर्मले, मममति रास्ता हे तव पद कमले, मममति रास्ता तव पद कमले। देवी सुरेश्वरी भगवती गंगे, त्रिभुवन तारिणी, तीन भुवन को तारिला वाला मो मा। ये कथा आपण भाबुथिबे लंबोदर बाबू कहउछ। स्वर्गपुरे गंगा, मर्त्त्ୟରେ भागीरथी, पाताଳରେ ता ना जाह्नवी। ओ मा दिने इच्छा कला भगवान शिवं को विवाह करिवो। एबे जे हातरे जे बरमाल्य हरि मा मोर अपेक्षा करिला शिवं को देव फूल अपेक्षा करथिला। अकर्मे कर्मदायक शंकर भगवान आसिले तांको गଳାରେ फूल हार देई तांको विवाह करिवो। नागेंद्र हाराय त्रिलोचनाय भस्मांग राजा महेश्वराय, भस्मांग राजा महेश्वराय। श्लोक बोलुची हे प्रभु कुआरे गल सोना गोसाई खोजुची भास्कर धरता हब मंदाकिनी सलील चंदन चार्चिताय नंदीश्वर प्रमथ नाथाय नंदीनाथ महेश्वराय महेश्वराय पुष्पाय तस्मै नकाराय नमः शिवाय तस्मै नकाराय नमः शिवाय तस्मै नकाराय नमः शिवाय। गला न आसी गला मो सी शिवाय गौरी बदन बाज वृताय सूर्याय दक्ष धराय नाशकाय सूर्याय धराय
গৌতমায় মুনীন্দ্র বর্যাচিত শেখরায় চন্দ্রিকা স্বর বৈশা নরলোচনায় তস্মৈ বাকারায় নম শিবায় যজ্ঞ স্বরূপায় জটাধরায় বিনাকা হস্তায় সনাতনায় দিব্যায় দেবায় দিগম্বরায় তস্মৈ আকারায় নম শিবায় ওম নমঃ শিবায় ওম নমঃ শিবায় ওম নম শিবায় ওম নম শিবায় ওম নম শিবায় ওম নম শিবায় কলা পঞ্চাক্ষর আসিব ষড়াক্ষর হব ତମ ଗାୟକଙ୍କୁ ଟିକେ କହିବ ହଁ ଦେଖିଆ 6ଟା ଶ୍ଲୋକ ଗୋସାଇଁ ତ ବ୍ରାହ୍ମଣିଆ ଲୋକ ଘୋଷିଥାଉ 5ଟା ଶ୍ଲୋକ ପଢିଲି ହଁ ଓଙ୍କାର ବିନ୍ଦୁ ସଂଯୁକ୍ତମ୍ ନିତ୍ୟ ଧ୍ୟାୟନ୍ତି ଯୋଗୀ ନାମଦ ମୋକ୍ଷ ଦୌଶୈବ ଓଙ୍କାରାୟ ନମୋ ନମଃ ନମନ୍ତି ଋଷ୍ୟାୟ ଦେବ ନମନ୍ତି ଅପ୍ସରା ଗଣେ ନରା ନମନ୍ତି ଦେବ ସନଙ୍କାରାୟ ନମୋ ନମଃ শিব শান্তি জগন্নাথ লোকানুগ্রাহক কারকম শিবমেকম পরম ব্রহ্মম শ্রীকারায় নম নমঃ বাহন বৃষভজস্য বাসুকি কণ্ঠভূষণ তামে শক্তিধর দেব বাকারায় নমো নমঃ চক্র চক্রস্তি চর্দস্য যোগেঙ্গেয় মহেশ্বরায় গুরু সর্বভূতানাম ইয়াকারায় নমো নমঃ ওম নমঃ শিবায় ওম নমঃ শিবায় ওম নম শিবায় ওম নম শিবায় ওম নম শিবায় ওম নম শিবায় শিবায় ওম নম শিবায় ওম নম শিবায় ওম নম শিবায় এই ওম নম শিবায় ওম নম শিবায় ওম নম শিবায় ওম নম শিবায় এই ওম নম শিবায় ওম নম শিবায় ওম নম শিবায় ওম নম শিবায় এই ওম নম শিবায় ওম নম শিবায় ওম নম শিবায় ওম নম শিবায় ওম নমঃ শিবায় ওম নমঃ শিবায় হে শ্রী এতিকি বেଳରେ হস্তিনার রাজা শান্তনু এবে বহন ভগবানଙ୍କର ଶିବ ରୂପ ଧରି କରୁଥିଲେ ତଗମନ ଏତିକି ବେଳେ ହସ୍ତିନାର ରାଜା ଶାନ୍ତନୁ ଭଗବାନ ଶିବଙ୍କ ରୂପ ଧରି ଗମନ କରୁଥିଲେ ମୋ ମା ହୁଏତ କେହି କହିପାରନ୍ତି ପ୍ରେମ ବିଷୟରେ ପ୍ରେମ ତ କାହାକୁ ଛାଡ଼ିନି ଯେ ଯେଡ଼େ ତେଜସ୍ୱୀ ତା ତେଜ ମୋତେ ଅଛଇ ଜଣାରେ ମତେ ଅଛଇ ଜଣା ଫୁଲ ଧନୁ ଆଗେ ପଡ଼ିଲେ ବୋଧେ ହୋଇ ବଣା ଯେଡ଼େ ବଡ଼ ତେଜସ୍ୱୀ ହଉ ସାଧୁ ସନ୍ଥ ମୁନି ହୁଅନ୍ତୁ କିଏ ପ୍ରେମରେ ନ ପଡ଼ିଛି ହଁ ପ୍ରେମରେ ସମସ୍ତେ ପଡ଼ିଛନ୍ତି ହଁ ମୋ ମା ଗଙ୍ଗା ଧରିଥିଲେ ଫୁଲହାର ଭଗବାନ ଶିବଙ୍କ ଗଳାରେ ଦେବେ ରାଜା ଶାନ୍ତନୁ ଶିବଙ୍କ ରୂପ ହୋଇଥିଲେ ସେ ସଙ୍ଗେ ସଙ୍ଗେ ଶାନ୍ତନୁଙ୍କ ଗଳାରେ ଲମ୍ବେଇ ଦେଲେ ଫୁଲହାର ପରବର୍ତ୍ତୀ ପର୍ଯ୍ୟାୟର ସମୟ ନାହିଁ ଜାଣିବାକୁ ପାଇଲେ ସେ ଶିବ ନୁହନ୍ତି ସେ ଶାନ୍ତନୁ ତେଣୁ ମୋ ମା କହିଲେ ହେ ରାଜା ମୁଁ ହେଲି ସ୍ୱର୍ଗର ଦେବୀ ମତେ ତୁମେ ମର୍ତ୍ତ୍ୟର ମଣିଷ ବିବାହ କଲ ତମର ମୋର ଗୋଟେ ସର୍ତ୍ତ ରହିବ ସର୍ତ୍ତଟା କଣ ଯାହାକୁ ଆଜିକାଲି କଣ୍ଟ୍ରାକ୍ଚୁଆଲ ମ୍ୟାରେଜ କୁହାଯାଏ ନା ସର୍ତ୍ତ କଣ ନା ସର୍ତ୍ତଟା ଏଇଆ ଗଙ୍ଗା ବୋଇଲେ ଥିବି ଗାଙ୍ଗି ବୋଇଲେ କ୍ରମଶଃ ସର୍ତ୍ତ ରହିଲା ଗୋଟି ଗୋଟି କରି ସନ୍ତାନ ପଣ୍ଡିତେ ତହୁଁ ତ ଜନ୍ମ ହେଲା
ଗୋଟି କରି 7ଟା ପୁଅଙ୍କୁ ପାଣିରେ ବୁଡେଇକିରି ମାରିଛି। 7ଟା ପୁଅ ମଲା ପରେ ପର୍ଯ୍ୟନ୍ତ ବି ଧୈର୍ଯ୍ୟ ଧରି ଅପେକ୍ଷା କରିଛନ୍ତି ଆପଣଙ୍କର ରାଜା ଶାନ୍ତନୁ। ସଜ୍ଜନ, ଯେତେବେଳେ ଅଷ୍ଟମ ପୁଅ ଜନ୍ମ ହେଲା, ଅଷ୍ଟମ ପୁଅକୁ ମାରିବା ପାଇଁ ଇଏ ଗଙ୍ଗା ଗଲା ବେଳେ ସହ୍ୟ କରିପାରିଲେ ନାହିଁ ଆପଣ ମାନଙ୍କର ରାଜା ଶାନ୍ତନୁ। ଆଜ୍ଞା କହିଲେ ହେ ଗାଙ୍ଗୀ, କହିଲେ ରାଜା ମୁଁ କହିଥିଲି ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି। ଏବେ ମୋ ଯିବା ବେଳ ହେଇଗଲା। ଏ ପୁଅଟା ତୁମର ଏଇଠେଇ ରହିଲା, ଏ ପୁଅ ଏଇଠେଇ ରହିଲା ନା କି ଖାଇ ବଞ୍ଚିବ ତୁମର ବାଳକ ନା ହେ ରାଜା, ଏ ପୁଅ ମରିବନି। ଏ ପୁଅକୁ ମୁଁ ଗୋଟେ ବର ଦେଉଛି, ଇଚ୍ଛା ହେଲେ ଜିଉ ତାର, ଇଚ୍ଛା ହେଲେ ମରୁ ଅଭିଶାପ ବାହାରିଲା ଜନନୀ ମୁଖର ଅଭିଶାପ। ମୋ ପୁଅକୁ ମୁଁ ଗୋଟେ ବର ଦେଉଛି, ଇଚ୍ଛା ହେଲେ ସେ ମରିବ, ଇଚ୍ଛା ହେଲେ ବଞ୍ଚିବ। ଏ ସେଇ ପୁଅ ପରା ପଣ୍ଡିତ ମଣ୍ଡଳୀ ଭୀଷ୍ମ ଦେବ ଦେବ ସରସଜ୍ଜାରେ 10 ଦିନରେ କରି ଅଛନ୍ତି ଶୟନ। ଏହିଠାର କଥା ପଣ୍ଡିତ ମଣ୍ଡଳୀ ଏହିଠାରେ ଯେ ରହିଲା। ବସା ଘରେ ଯିବା ପାଇଁ ପଣ୍ଡିତ ଲମ୍ବୋଦର ସଜ ହେଲା। ହେଲେ ଗୋଟିଏ ଛୋଟିଆ କଥା, 7 ଗୋଟି ପୁଅ ମାରିଲା ପରେ 8 ପୁଅଟା ବଞ୍ଚିଲା। 7 ଗୋଟି ପୁଅଙ୍କର ନାଁ ପୁଣି ଏବେ କଣ ଅଟଇ ଭଲା। ଦ୍ୱିତୀୟ ଥାକରେ ଭାଇନା ମୋହର କହିବ ଏବେ ଆନନ୍ଦ ମନରେ ହରିବୋଲ ଆଉ ହୁଳହୁଳି ହେବ। ଦିନ ଜନ ଶରଣ ରକ୍ଷଣ ମହାବାହୁ କୋଶରେ ଆନନ୍ଦ ସାଗରେ ପୀର ଦରବାରେ ହରିବୋଲ ହୁଳହୁଳି ଦିଅ ଏ ବିଶ୍ୱର ଦୁଃଖ ଦୂର ହେଉ ହେ। 7 ଜଣ ଶୋଇଥିଲେ ଆଜ୍ଞା ଉଠେଇବେନି। ଆପଣଙ୍କର ଚାଣକ୍ୟ କହିଲେ କହିଲେ ଅହିନୁ ପଞ୍ଚ ସାଧୁଳମ୍ କ୍ରୀଟିଞ୍ଚ ବାଳକମ୍ ତଥା ପରଶନ ତ ଗୁରୁଚ ସପ୍ତ ସୁପ୍ତନମ ବୋଧଇ। ଅହି ସାପ ଶୋଇଛି ଆଜ୍ଞା ଉଠେଇବେନି। ହିଂସ୍ର ଜନ୍ତୁ କାମୁଡି ପକେଇବ ତାକୁ ଉଠେଇବେନି। ନୃପ ରାଜାଙ୍କୁ ଉଠେଇବେନି, ଉଠେଇଲେ ଭୁଲ ହବ। 5ଟି ନ ତାଙ୍କୁ ବିଶ୍ୱାସ କରିବେନି। ନୃପତି, ନାଗ, ନଦୀ, ନିଆଁ, ନାରୀ ୟାକୁ ବିଶ୍ୱାସ ନାହିଁ ଆଜ୍ଞା। ନାଗ ବାରିପଟେ ବୁଲୁଛି, ଆପଣ କହିବେ ମୋ ଚିହ୍ନା ନାଗ, ତା ପିଠିକି ହାତ ମାରିବେ ସେ କଣ ଛାଡିବ? କାମୁଡି ପକେଇବ। ତେଣୁ ତାକୁ ଛାଡିବେ, ବିଶ୍ୱାସ ନାହିଁ। ନୃପତି ରାଜାଙ୍କୁ ବିଶ୍ୱାସ ନାହିଁ। ବଡ ଲୋକିଆ କଥା, ଯେତେବେଳେ ଯାହା ପଡିବ ସେ ଦଣ୍ଡ ବିଧାନ କରିଦେବେ, ତାଙ୍କୁ ବିଶ୍ୱାସ କରିବେନି। ନଦୀ, ଗାଁ ପାଖରେ ନଦୀ ବହି ଯାଉଛି, ଖରା ଦିନେ ଆପଣ ଗାଧଉଛନ୍ତି, ବର୍ଷା ଦିନେ ତା ଦିହରେ ଗାଧେଇବେ। ନଦୀ 2 କୂଳ ଖାଇ ଭୁଲିଛି, ଆପଣ ବିଚାର କରିବେ ଖରା ଦିନେ ତ ମୁଁ ଗାଧଉଥିଲି, ଆମ ଗାଁ ପାଖ ନଦୀ, ଇଏ ମତେ ଚିହ୍ନିଛି, ତା ଭିତରେ ପଶିଲେ ସେ କଣ ଛାଡିବ? ବୁଡେଇକି ମାରିଦବ। ନିଆଁ, ଆପଣଙ୍କ ନିଆଁ, ଆପଣଙ୍କ ଚୁଲି, ଆପଣ ନିଆଁ ଲଗେଇଲେ କହିବେ ମୋ ଚୁଲି ମୁଁ ନିଆଁ ଲଗେଇଛି, ହାତ ମାରିଲେ କଣ ହାତ ନ ପଡିବ? ନିଆଁକୁ ବିଶ୍ୱାସ ନାହିଁ। ନାରୀ, ନାରୀ କି ବିଶ୍ୱାସ ନାହିଁ। ଆରେ ବାପା, ନାରୀ ମାୟା ବଢି ପାଣି ବ୍ରହ୍ମା ନ ପରିଲେ ଚାଣି। ଆପଣ ମାନଙ୍କର ଭର୍ତ୍ତୃହରି କହିଲେ ନାରୀ ନାଞ୍ଚିତ ପୁରୁଷସ୍ୟ ଭାଗ୍ୟ ଦୈବ ନ ଜାଣନ୍ତି କୁତଃ ମନୁଷ୍ୟ। ନାରୀର ମନ କଥା, ପୁରୁଷର ଭାଗ୍ୟ ବିଶ୍ୱ ନିୟନ୍ତା ଜାଣି ନାହାନ୍ତି, ଆମେ ଜାଣିବା କେତେବେଳେ? ତେଣୁ ସେ ଭୁଲ କରିବେନି। ନାରୀ କି ବିଶ୍ୱାସ ନାହିଁ। ପିଲାମାନେ ପିଲାଦିନେ ଗୀତ ଗାଆନ୍ତିନି, ଆଜି ଗାଁ ଦାଣ୍ଡରେ ବୁଲୁଥିବେ, ଯଦି କା ପଇସା ଆଜି ଗଲା କହିବେ ଜଗ ଜଗ ନାରୀ ଯିଏ ପାଇବ ତାରି। ଇଏ ଢଗ ନୁହଁ ଆଜ୍ଞା,
नारी की जग जीए पाइला तार नारी की जदि जगी न पारिबे सी तमर नुह तेणु जीवन रे नारी की विश्वास नहीं कहले जीवन रे ओही साप को उठेबेनी नृप राजा को उठेबेनी शार्दूल बाघ को उठेबेनी हिंस्र जंतु क्रिटिंग दंताबारा ताकू उठेबेनी बालक छोटिया छुआटी शोइची ताकू जीवन रे उठेबेनी कांदीब उठेले बुझे हबनी अहिन रूप शार्दूल क्रिटिंग च बालकम तथा पर स्वान पर कुकुर शोइची उठेबेनी तेणु ताकू उठेबेनी गुरु गुरु शोइथले उठेबेनी गुरु को उठेले पाप हबो ताकू उठेबेनी ये सात सिना उठेबनी 7 जन शोइले उठेई दबो से चाणक्य कहले बोले विद्यार्थी सेवक पंथ सिद्धार्थी भय कातरा मांडारी प्रतिहारी च शब्द सुप्ता न प्रबोधये विद्यार्थी पाठ पढ़ा पिलाटी सोई पड़ी ताकू उठे दब बाबू राति पाइले परीक्षा शोचु कौन उठे 2 अक्षर पढ़ू से आज्ञा पाप ना पुण्य हम सेवक सेवाकारी सबू सेवाकारी की माँ उठेब बोहू शोई उठेबनी एका जाबुड़ा के दांत झाड़ीदब आजिकाली बोहू को उठेब आरे बापा केते बेला बेला थिला बोहू को शाशु तागिद करूला एबे पूरा जुग उल्टी जाइछि केते बेले आपण देखिबे झियो बाहागर लागिला बेलू झियर माँ बसिकी कांदुथला हे प्रभु पर घर को मो झियोटी जीव केमिति चलिब तू भरोसा एबे झियो माँ आउ कांदुनी पुआ माँ कांदुची प्रभु केमिति लक्ष्मी सावंतानी घर को आसीबो खाइबा को दब कि नाही किए कहिबो तेनु आउ बहु मानु के जुगरे पार्टी फिटेबा को आउ बाट अछि तेनु विद्यार्थी सेवक सेवाकारी को उठे देबे पांथ बाटरे बाटे जाउची ताकू उठे दब खरा को भय करी गछ छाइरे सोइची बाबू एठी सोइचु काहेकी जा तो रास्ता रे तू पळा संध्या आइ जीवो विद्यार्थी सेवक पांथ क्षुधार्थी भोकरे जने सोइची ताकू उठेब मुठिए खाइबा को दब सेतरे पुण्य अछि भय कातरा भयर जने सोइची ताकू उठेब दंभ दब धैर्य दब साहस दब ए कोन करछु ताकू दंभ दउची ना अदा छेचिला बलिया छेचुछु आउ हरा सेठी कहले कहले क्षुधार्थी भय कातरा भयर सोइथले ताकू दंभ दब सेतरे पुण्य अछि भांडारी भंडार रक्षक जी ताकू उठेबे ताकू उठेले जदि काम अछि सेतरे दोष नाही प्रतिहारी जगुआली नाइट वाचर गेट कीपर सोई पड़ी ताकू बाबू सोईचु काहेकी सब चोर नहीं जीवो से 7 उठेबनी ए 7 जन का क्या उठे दब आपण देखंतु से दिन जतबे अर्जुन देखिले गुरु सोई छंती आ उठेबे कोन हाथ जोड़ी देले कहले गुरुजी आपण एठी अपेक्षा करि थांदु गुरु उठिले आपण को मैत्र आपण देखा करिवे कथा आइ जिवे ये सिना बांधी दे आसिले राति पाहिनी से पाखरे अर्जुन सिना पहुंची गला गुरु को पाखरे दक्षिणा देला किंतु जे देइनी से चिंता कलानी उल्टा मान गोविंद चिंता करुची कि जदि अर्जुन बांधी आनी थबो राति डेरी रे गुरु को तो उठे न थबो अच्छा सकाळु जानिबे गुरु दक्षिणा आनी जे अर्जुन ताको सब जा कल्याण देबे मो सी काई कल्याण पाइबो मु राति रू उठिबी भोर भोर जाई गुरु सही थबे बंधाई थबा राजा को कसीबी बाड़ेले से कांदिबो कांदिले गुरु उठिबे गुरु जानिबे मान गोविंद बांधी आनीची मते सब कल्याण देबे देखंतु जे कला तार चिंता नहीं जे किछि करिनी ता चिंता धारा केमिति आपण मानकर दिन कृष्ण दास पहिला रसकल्लोल कहले जीवन रे जे जहा ताको हजार चेष्टा कले परिवर्तन करि परिबेनी कहले कर्पूर चंदन देई
ପୋତିଲେ ନେଇ ସହଜେ କି ଛାଡ଼ କୁଚ୍ଛିତ ବାସନା ଆପଣ କର୍ପୂର ଚନ୍ଦନ ଭିତରେ ରସୁଣକୁ ପୋତିବେ ମାଟିରେ ନ ପୋତି କର୍ପୂରର ଗୁଣ୍ଡ ଭିତରେ ପୋତି ଦେବେ ତା ଚାରି ପାଖରେ କସ୍ତୁରୀ ପଙ୍କ ବେଢେଇ ଦେବେ ସବୁଦିନ ତା ଉପରେ ପଇଡ ପାଣି ସିଞ୍ଚିବେ ଆପଣ ଦେଖିବେ ପରିପକ୍ୱ ଅବସ୍ଥା ହବ ରସୁଣ ଆପଣ ତାକୁ ଉପାଡ଼ି ଭାଙ୍ଗିଦେବେ ଶୁଙ୍ଘିବେ ସେଇଟା କଣ ପଇଡ ଭଳିଆ ବାସନା ହବ କର୍ପୂର ଭଳିଆ ବାସନା ହବ ନା କସ୍ତୁରୀ ଭଳିଆ ବାସନା ହବ ଯୋଉ କୁଚ୍ଛିତ ଗନ୍ଧ ସେଇ କୁଚ୍ଛିତ ଗନ୍ଧ କର୍ପୂର ଗୁଣ୍ଡି ରଚିତାଳ ବାଳେଇ କସ୍ତୁରିକା ପଙ୍କ ବିଲେପନାନି ପନିରନିର ମପିସିଂଚ ମାନି ସୌକ୍ୟଂ ଗୁଣାନା ମୁଞ୍ଚନ୍ତି କି ପଲାଣ୍ଡୁ ପଲାଣ୍ଡୁ କହିଲେ ରସୁଣ ତାର ନୈତିକତା ନଷ୍ଟ କରିବନି ସେଇ ପୁଚ୍ଚା ଗନ୍ଧ ସେ କୁଚ୍ଛିତ ଗନ୍ଧ ସିଏ ହବ ଆପଣ ବାରିପଟେ ଆଜ୍ଞା ଗୋଟେ ନଡିଆ ଗଛ ଲଗେଇବେ ନଡିଆ ଗଛ ମୂଳରେ ସବୁଦିନ ହାତ ଧୁଆ ପାଣି ଦେବେ ବାସନ ମଜା ପାଣି ଦେବେ ଘରର ଯାବତୀୟ ମଇଳା ପାଣି ଦେବେ ଗଛଟା ବଡ ହେଇଯିବ ବଡ ହେଲା ପରେ ଯେତେବେଳେ ଫଳ ଧାରଣ କରିବ ସେ କଣ ଗଛ ବିଚାର କରିବ ମତେ ବାସନ ମଜା ପାଣି ଦେଇଛି ମୁଁ ତାକୁ କୁଚ୍ଛିତ ପାଣି ଦେବି ସିଏ ବିଚାର କରିବ ଉପକାର ଯାହା ଦଉଛି ଦଉ ମତେ ତ ବଞ୍ଚେଇଛି ଫଳ ଧାରଣ କଲା ବେଳେ ଅମୃତ ଭଳି ପଇଡ ଜଳ ଆଜ୍ଞା ସିଏ ଦବ ଖାଇଲା ପଚା ଦେଲା ଭଲ କିନ୍ତୁ ବାରିପଟେ ଗୋଟେ ବିଛୁଆତି ଗଛ ଲଗେଇବେ ତା ମୂଳରେ ସବୁଦିନ କ୍ଷୀର ଓଜାଡ଼ିବେ ଉପରେ ତାର ଓଜାଡ଼ିବେ ଆକ୍ୱାଗାର୍ଡ ପାଣି ତା ଦିହରେ ଯେତେବେଳେ ଫଳ ହବ ଆପଣ ଫଳ ଆଣି ଦିହରେ ଘଷିବେ ସିଏ କଣ ଗଲ ଗଲ ନହବ ଆଚ୍ଛା ଖାଇଲୁ ତ ଭଲ ହେଲୁ କାହିଁକି ଗଲ ଗଲ ସେଇଟା ତା ପ୍ରକୃତି ଯିଏ ଯାହା ସେ ପ୍ରକୃତି ସେ ଧାରଣ କରିବ ଗାଈକି ଛଣ ଦିଅନ୍ତୁ ଆମ୍ବିଳା ତୋରାଣି ଦିଅନ୍ତୁ ସକାଳୁ ସେ ମିଠା କ୍ଷୀର ଦବ ସାପକୁ ସବୁଦିନ କ୍ଷୀର ଦିଅନ୍ତୁ କିନ୍ତୁ ସେ ଦବ କଣ ଆଉ ସେ କଣ ଭଲ ଜିନିଷ ରଖିଛି ଦବ ସେଇଟା ତା ପ୍ରକୃତି ସେଇ ମାଟି ସେଇ ଗୁରୁ ସେଇଠି ସୃଷ୍ଟି ଗୋଟେ ପିଲା କେଡେ ଭଦ୍ର ବାନ୍ଧି ଆଣିଛି ସିଏ ବିଚାର କରୁଛି ସତ୍ସଙ୍ଗ ମାନେ କିନ୍ତୁ ଇଏ କିଛି ନୁହଁ ଇଏ ପିଲା କରିଛି କଣ ଇଏ ବିଚାର କଲାଣି କେମିତି ବାଡେଇବି ଜୀବନରେ ଆଜ୍ଞା ଯିଏ କିଛି କରିବନି ସେଇ ପରା ସବୁ କହିଦେଇ ବସିବ ପାଲା ହଉଛି ଆଖି ଦେଖିଲା ପାଲା କାନ ଶୁଣିଲା ପାଲା କାଲି ଯଦି ବଜାରରେ କିଏ ପଚାରିବ ଭାଇ ପାଲା କେମିତି ହଉଛି ନା ବାଗ ହେଲାନି କହିଲା କିଏ ଆଖି ତ ଦେଖିଲା କାନ ତ ଶୁଣିଲା କାନ କହିଲାନି ଆଖି କହିଲାନି ଇଏ ଟାଉଟର କହିଦେଇ ବସି ଆଚ୍ଛା ତୁ ଦେଖିଛୁ ନା ତୁ ଶୁଣିଛୁ ତୁ କାହିଁକି କହିଦେଲୁ ଜୀବନରେ ଆପଣ ପୁଅ ଝିଅ ବାହାଘର କରିବେ 17 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ 35 ପ୍ରକାର ଆଇଟମ କରିବେ ଆଚ୍ଛା ଜଣେ ଲୋକ ପେଟେ ଖାଇଦେଇ ଆସିବ ତାକୁ ଯଦି ପଚାରିବ ଭାଇ ଭୋଜି କେମିତି ହେଇଥିଲା ହେଲା ବଫେଇ ବଫେଇର ଗୋଟେ ଫୁଲ ଫର୍ମ ଆଜ୍ଞା ଅଛି ବରେ ବସିବାକୁ ଜାଗା ନାହିଁ ବୁଲିକି ଖାଇବୁ ଫେରି ଗଲେ ଆମ ଦୁଃଖ ନାହିଁ ସେ ଗହଳିରେ କିଏ ଖାଇଛି କିଏ ନ ଖାଇଛି କିଏ କାହାକୁ ଦେଖିଛି ଇଚ୍ଛା ହେଲେ ଖା ନହେଲେ ନାହିଁ ତା ନା ବଫେଇ ସେଇଟା ପୁଣି କ୍ୱାଲିଟି ଆଉ କଣ ହଁ ହଁ ଆପଣ ଦେଖନ୍ତୁ 17 ପ୍ରକାର ଛାଡି 70 ପ୍ରକାର ଆଇଟମ ଖାଇବେ ସେ ସବୁ ଖାଇଦବ ତାକୁ ଯଦି ପଚାରିବ କେମିତି ହେଇଥିଲା ଭୋଜି ଆଉ ରାଗ ନାହିଁ ଖାଲି ତେଲ ମସଲା ରାଗ ପେଟେ ଖାଇବ ବାହୁନି ଦେଇକି ଆସିବ ଆପଣ ଯୋଉ 17 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବେକାର ହେଇଗଲା ଜୀବନରେ ଯୋଉ ମଣିଷ 17 ଲକ୍ଷ ଟଙ୍କା ପାଣିରେ ପକେଇଦେଲା ବାଗ ହେଇନି କହିଲା ତା ପୁଅ ଝିଅ ବାହାଘରକୁ ଭାତ ଡାଲମା ଦେଇ ନଥିବ ଆଉ ଯିଏ ଦେଇଥିବ ସେ କହିବନି ଯିଏ କରିଛି ଆଜ୍ଞା କହିବନି ଯିଏ ନ କରିଛି ସବୁ କହିଦେଇଥିବ ନା ଏ ସମାଜର ନୀତି ବାନ୍ଧିଲା ଜଣେ ସିଏ ବାଡେଇନି ଏଇଟା କିଛି ନୁହଁ ଘୋଡା ଚାବୁକ ସଜ କରି ଚାଲିଲାଣି ସକାଳୁ ଯାଇ ପହଞ୍ଚିଲା ପ୍ରହାରିଲା ମାନ ଗୋବିନ୍ଦ ଇଏ ଘୋଡା ଚାବୁକ ଇଏ ମରିଗଲି ଦ୍ରୁପଦର ହଡ଼ି ଛାଡ଼ି ମାନ ଗୋବିନ୍ଦ ଯେତେବେଳେ ଘୋଡା ଚାବୁକରେ ବାଡଉଛି ନିଦ ଭାଙ୍ଗିଗଲା ଗୁରୁ ଚାହିଁଲେ କହିଲେ କିଏ ଗୋଟେ ମରିଗଲି ହଉଛି ଚାହିଁଲା ବେଳକୁ ମାନ ଗୋବିନ୍ଦ ବାଡଉଛି ଦ୍ରୁପଦ ରାଜା କାନ୍ଦୁଛନ୍ତି କହିଲେ ମାନ ଗୋବିନ୍ଦ ମୁଁ ତ ବାଡେଇବାକୁ କହିନଥିଲି ମୁଁ କହିଲି ବାନ୍ଧି ଆଣିବ ତମେ ବାଡେଇଲ କାହିଁକି ମାନ ଗୋବିନ୍ଦ ସିନା ଗଲା ଗୁରୁ ଡାକିଲେ ମୈତ୍ରେ ତମେ ଦିନେ ଧନ ବଳରେ ବଳିୟାନ ହୋଇ
ବାହୁବଳରେ ବଳିୟାନ ହୋଇ ମୈତ୍ରକୁ ଚିହ୍ନି ପାରିଲନି। ନବଜାତ ଶିଶୁଟେ କୋଳରେ ନେଇ ଯାଇଥିଲି। ଭରସା ଥିଲା ମୋ ମୈତ୍ର ଉପରେ। ସେ ରାଜା, ମୁଁ ଗରିବ ବ୍ରାହ୍ମଣ, ଗାଈଟେ ମାଗି ଆଣିଲେ ପିଲା ମୁହଁରେ ଟୋପେ କ୍ଷୀର ଦେବି, ମୋ ପିଲା ବଞ୍ଚିବ। ତମେ ସେଦିନ ଉପକାର ଶିଖିଦେଲ ନା। ଆମେ ଯୋଉ ମୈତ୍ରୀ ବସିଲେ ସେ ମୈତ୍ରପଣ ଗଲା କୁଆଡେ? ହଜେଇ ଗଲା ସବୁ। କାହିଁକି ନା ତମେ ବଡ ଲୋକ, ମୁଁ ପିଲା, ମୁଁ ତ ଗରିବ, ସେଇଥିପାଇଁ ମୈତ୍ରୀ ହଜିଗଲା ନା। ଆଉ ସଂସାର ଆଜ୍ଞା ସେଦିନ ପୁରାଣ ନୁହଁ, ଆଜି ସମାଜ ସେଇଆ। ଝିଅ ବାହାଘର ହବ, ଆପଣ ଭେସଲେଟ ବନ୍ଦେଇବେ, ଚେନ ବନ୍ଦେଇବେ, ମଙ୍ଗଳସୂତ୍ର ବନ୍ଦେଇବେ, ମୁଦି ବନ୍ଦେଇବେ, କାରରୁ ଓହ୍ଲେଇ ପଡିବେ, ବଂଶାକ ବେଢି ଯିବେ। ଦାମୀ ବନ୍ଧୁ, ନନା କି ମାମୁଁ, ଇଏ ଥଣ୍ଡା ଚା ଟିକେ କରିଦଉଛି, ପାନ ସିଗାରେଟ ଆଣିବି, କେତେ ଭଳି ପଚାରିବେ। ଗରିବ ବନ୍ଧୁଟିଏ 100 ଟଙ୍କା ବ୍ୟବହାର, ସେଇଠି ସେ ବସିଥବ, ସେ କାରରୁ ଏସି କାରରୁ ଓହ୍ଲେଇଲା, ତା ଦେହରେ ଝାଳ ନାହିଁ, ତାକୁ ଥଣ୍ଡା ପଚାରୁଛନ୍ତି। ଇଏ ସାଇକେଲ ପେଲି ପେଲି ୟା ଦିହ ମୁଣ୍ଡ ଓଦା, ପାଣି ଗିଲାସେ କିଏ ଦିଅନ୍ତା? ସେଇଠି ଛିଡା ହେଇଥବ ସେ ବନ୍ଧୁ, ସେପଟେ ଯାଉଥବ ଆସୁଥବ, ଦୌଡ଼ିବ। ଭାଇ ତମେ ତ ଜାଣିଛ ଆଉ ଝିଅ ବାହାଘର କଥା, ମୁଁ କେଡେ ବ୍ୟସ୍ତ। ସମାଜ ଦେଖନ୍ତୁ, ଭଲ ଲୋକ ବଡ ଲୋକ ସମସ୍ତେ ପଚାରିବେ, ଗରିବ ଲୋକ କିଏ ପଚାରିବ? କେହି ଆଜ୍ଞା ଦେବେନି। ଏ ସମାଜ ଆଖିଆ କରେ। ମଣିଷ ଯେତେବେଳେ ଉପରକୁ ପଳେଇବ ସେ ତଳକୁ ଅନେଇବନି। କହିଲେ ପିପିଲିକା ଗର୍ବ ପର୍ବତେ ତୋର ଲାଗିଛି ଡେଣା। ପିମ୍ପୁଡି ଦେହରେ ପର ଦିଟା ପ୍ରଭୁ ଦେଲା। ଗାତ ଭିତରୁ ଯେତେବେଳେ ବାହାରିଲା, ଇଏ ଉଡିଲା। ଉଡିଲା ବେଳେ ପିମ୍ପୁଡି ମନେ ମନେ ବିଚାର କରୁଛି, ହେ ମୁଁ କୁଆଡେ କଣ ହେଇଗଲିଣି, ମୁଁ କଣ ଖାଇବି ଖାଇବି ବୋଲି ନିଆଁ ପାଖକୁ ଦୌଡ଼ିଲା। ଯଥା ପୂର୍ବମ ତଥା ପରମ। ଡେଣା ଯୋଡିକ ଯେମିତି ଛିଡିଗଲା, କାମ ବଢିଗଲା। କିରେ ତତେ ଯିଏ ବଢେଇଛି ଛିଡେଇବାକୁ ତାକୁ କେତେ ସମୟ, ତତେ ଯିଏ ଗଢିଛି ଭାଙ୍ଗିବାକୁ କେତେ ସମୟ? ପିମ୍ପୁଡି ଭଳି ଏଡା ମହାନତା ତମ ପାଖକୁ ଆସିଲା। ତମେ ବିଚାର କଲ, ଧନଟା ସମାଜରେ ବଡ, ବାହୁବଳଟା ବଡ। ଯୋଉ ବାହୁବଳ ନେଇ ଅହଙ୍କାର ଆଜିର ମଣିଷ 12 ହାତେ ଡେଉଁଛି, କାଲି ଡେଇଁବ? ଭାଇ କହିଲେ ଆଜ୍ଞା ଟିକେ ଡିଆଁ ଉକୁଚା ହଉନି। ପଟୋଶୀ ବୁଢା ବୟସରେ ଗଲେ ପାଲା ଗାଇ ଆମ ଗାଁ ପାଖରେ ସଂଖେଇ, ସେତେବେଳେ ଚେୟାରରେ ବସି ପାଲା ଗାଆନ୍ତି। ଲୋକଙ୍କର ଶ୍ରଦ୍ଧା ବୋଲି ଡାକି ନେଲେ। ପଟୋଶୀ ବସିଛନ୍ତି, ଜଣେ ବୁଢା ମଉସା ଉଠିଲେ, କହିଲେ ଆଜ୍ଞା ଗୋଟେ କଥା କହିବି ନା, କଣ କହୁନାହାନ୍ତି? ନା ଆପଣ ଆଗରୁ ଯୋଉ ଚାମର ହଲେଇକି ମାନ କରୁଥିଲେ ଟିକେ ହଲଉନାହାନ୍ତି। ପଟୋଶୀ ବସିଲେ, କହିଲେ ବାବୁ ଏବେ ସମୟ ହେଲାଣି ମନକୁ ହଲୁଛି, ଆଉ ହଲେଇବି କେତେବେଳେ? ତେଣୁ ସେମିତି ଗୋଟେ ହଲେଇଲା ବେଳ, ଗୋଟେ ହଲିଲା ବେଳ। ଯେତେବେଳେ ହଲେଇଲା ବେଳ ଥିଲା ହଲଉଥିଲି, ଏବେ ତ ମନକୁ ହଲ ହଲ ହଉଛି। ତେଣୁ ସେମିତି ଆଉ ବୟସ ତ 55 ଆସିକି ହେଲା, ଆଉ ଡେଙ୍ଗୁ ଯଦି ଗୋଡ ଭାଙ୍ଗିଯିବ ମୋ ଏଇ ପାଲା ସିନା ବନ୍ଦ ହବ, ଲାଭ କଣ ଅଛି? ବୁଢା ବୟସରେ ମଣିଷ ଯଦି ଦାମୀ ଦେଖେଇ ହବ, ମୁଁ ଟୋକା, ସିଏ କଣ ଲୁଚିବ? ଇଏ ଲୁଚାଇଲେ ଲୁଚିବ କି ଅଗ୍ନି କେ? ସତଟା ସତ, 1000 ଲୁଚେଇଲେ କଣ ଲୁଚିବ? ମୈତ୍ରୀ ଆଜି ଧନ ବଳ ମୋ ପାଖରେ ନାହିଁ।